ହଁ ଆଜ୍ଞା, ଆଜି ଦେଖନ୍ତୁ ଜଗା ପ୍ରଧାନ ହେଲେ ଆରେଷ୍ଟ। ହେଲେ କଣ ପାଇଁ? ନା ଜଗା ପ୍ରଧାନ ସାଜିସନ କରିଥିଲା ଜଣେ ବିଏମସି ଅଫିସରେ ପଶିକି ଜଣେ ଅଫିସରଙ୍କୁ ମାଡ ମାରିଥିଲା। 15ଟା ଲୋକ ପଠେଇକି ତାକୁ ମାଡ ମାରିଥିଲା। ତେଣୁ ଯେତେବେଳେ 15ଟା ଲୋକ ପଠେଇକି ବିଏମସି ଅଫିସରେ ପଶିକି ଅଫିସରଙ୍କୁ ଗୋଟେ ମାଡ ମାରିଛ, ଗୁଇଁଠା ବିଧା ମୁହଁରେ ଗାଣ୍ଡରେ ମୁଣ୍ଡରେ ସେମିତି ମାରି ଦେଇଛ, କାହିଁ ସେତେବେଳେ ତମକୁ ତ ବାଧୁ ନଥିଲା। ଆଜି ଆଇଛ ଆନ୍ଦୋଳନ କରତେ। ଆଜି ଦେଖ ଆଉ ଗୋଟେ ମହିଳାକୁ, ସିଏ ପରା ମାନେ ଜଗା ପ୍ରଧାନ ଯେତେବେଳେ ଯାଉଛନ୍ତି ଜେଲ, ସେତେବେଳେ ସିଏ ବେହୁସ ହେଇ ପଡୁଛନ୍ତି। କାହିଁକି ଆଜି ବେହୁସ ହେଇ ପଡୁଛୁ? ଓହୋ, ସେତେବେଳେ ବେହୁସ ହଉନଥିଲ ଯେତେବେଳେ ବିଏମସି ଅଫିସରେ ପଶିକି ଅଫିସରଟାକୁ ମାଡ ମାରୁଥିଲେ? ନା, ସିଏ ଏକା ଥିଲା। ତମେ 15 ଜଣ ତାକୁ ମାଡ ମାରିକି ତା ମୁହଁ ଗାଣ୍ଡି ଫଣ୍ଡା ସବୁ ଫଟେଇ ଦେଇଛ। ତେଣୁ ସେତେବେଳେ ତମେ ନଥିଲ। ଆଜି ଜଗା ପ୍ରଧାନ ସାଜିଶରେ ଯେତେବେଳେ ଜଗା ପ୍ରଧାନକୁ ଆରେଷ୍ଟ କରାଯାଉଛି, ଝାରପଡା ଥାନାକୁ ଯାଉଛି, ସେତେବେଳେ ମହିଳା ଜଣକ ଦେଖିକି ବେହୁସ ହେଇ ପଡୁଛି। ଓହୋ, ସେତେବେଳେ ତାକୁ 15 ଜଣ ମିଶିକି ମାରୁଥିଲ, ସେତେବେଳେ ବେହୁସ ହଉନଥିଲ। କାହିଁକି ନା ସିଏ ଗୋଟେ ଅଫିସର, ତ ସେ ଗୋଟେ ଗୋଟେ ଆଉ କାହାର ପୁଅ ହେଇଥିବ। ଆଉ ଇଏ ଗୋଟେ ବିଜେପିର ବିଧାୟକ, ତମର ସବୁ ସାହାଯ୍ୟ କରିଲା, ତମେ ସବୁ ସମର୍ଥକ। ତେଣୁ ତମେ ଆସିକି ଗୋଟେ ବାହା ନବା ନାଗି, ଗୋଟେ ଟିଆରପି ବଢେଇବା ନାଗି ଆସିକି ଗୋଟେ ସାମ୍ନାରେ ବସିକି ଆମେ ଜଗା ପ୍ରଧାନକୁ ନ୍ୟାୟ ଦବୁ ନ୍ୟାୟ ଦବୁ। ଆଜି ସିଏ ବିଏମସି ଅଫିସରେ ବସିକି ଅଫିସରଟା ବହୁତ ମିଛ କହିଥିଲା, ବଡ ଭାଷଣ ଦଉଛି। ଆଉ ଯେତିକି ଶଳା ବିଜେପିର ବିଧାୟକ ସବୁ ଅଛନ୍ତି, ଶଳା ସବୁ ଚୁର ଶଳା, କଥା ଶିଖିନାହାନ୍ତି, କାହାକୁ କେମିତି ବ୍ୟବହାର କରାଯାଏ ଶିଖିନାହାନ୍ତି। ଯଦି ସେ କିଛି ଭୁଲ କରିଥିଲେ ତାକୁ ମାଡ ମାରୁଥିଲେ କାହିଁକି? ତାକୁ ମାଡ ମାରୁଥିଲ କାହିଁକି? ନା, ତମେ ଆସିକି ଆଗେ ପିଟି ଦବ। 15 ଜଣ 20 ଜଣ ପଶେଇକି ଜଣେ ଅଫିସରକୁ ମାଡ ମାରିକି ତାକୁ ଛେଚିଦବ। ତାପରେ ସିଏ ଯେତେବେଳେ ଜେଲକୁ ଯିବେ, ସେତେବେଳେ ତମର କଣ ନା ଆସିକି ଆନ୍ଦୋଳନ ଆରମ୍ଭ କରିଦବ। ତା ନାଁରେ ମିଛ ସତ କହିକି ଆନ୍ଦୋଳନ ଆରମ୍ଭ କରିବ। ଆଉ ବହୁତ ଜ୍ଞାନୀ ତମେ ବିଜେପିରୁ ଆଇଛ ଆଉ।